ପିଲାମାନେ ଆମେ ଆଜି ବାକ୍ୟର ପ୍ରକାରଭେଦ ପଢିବା। ଯେ ବାକ୍ୟକୁ ଗଠନ କଳା ଆଉ ପ୍ରକାର୍ୟ ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଆମେ ସେ ବାକ୍ୟ ବିଷୟରେ ଯୋଉ ଆମର ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ, ତାପରେ ଯୋଉ ପ୍ରକାର୍ୟାତ୍ମକ ରୂପ ଅଛି ତାର, ବିଭୂତି ସୂଚକ ବାକ୍ୟ, ଆଦେଶ ସୂଚକ ବାକ୍ୟ, ଏସବୁ ବିଷୟରେ ଆଜି ଜାଣିବା। ଚାଲ ଆରମ୍ଭ କରିବା। ବାକ୍ୟକୁ ଗଠନ କଳା ଆଉ ପ୍ରକାର୍ୟ ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଆଉ ଏଇ ଦୁଇ ଭାଗରୁ ଆମେ ଗଠନାତ୍ମକ ରୂପ କହିଲେ ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ ଆଉ ମିଶ୍ର ବାକ୍ୟ, ଏଇ ଚାରି ଭାଗରେ ବିଭକ୍ତ କରାଯାଇଛି। ଆଉ ପ୍ରକାର୍ୟାତ୍ମକ ଦୃଷ୍ଟିରୁ ତାକୁ ବିଭୂତି ସୂଚକ ବାକ୍ୟ, ଆଦେଶ ବା ଅନୁରୋଧ ସୂଚକ ବାକ୍ୟ, ପ୍ରଶ୍ନ ସୂଚକ ବାକ୍ୟ, ବିସ୍ମୟ ସୂଚକ ବାକ୍ୟ, ନାସ୍ତି ସୂଚକ ବାକ୍ୟ, ଏଇଭଳି ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି। ସରଳ ବାକ୍ୟ କହିଲେ ଆମେ କଣ ବୁଝୁ ନା ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ ବୋଲି କୁହାଯାଏ। ଯେଉଁଥିରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥିବ। ଗୋବର୍ଦ୍ଧନ ଦରିଦ୍ର ମାନଙ୍କର ସେବା କରନ୍ତି। ଏ ଯୋଉ ସେବା କରିବା କିଛି ଗୋଟେ ସମାପିକା କ୍ରିୟା। ନମିତାଙ୍କୁ ତାଙ୍କ ଘର ଲୋକ ଭଲ ପାଆନ୍ତି। ଏଇଟା ଗୋଟେ ସମାପିକା କ୍ରିୟା, ଭଲ ପାଆନ୍ତି। ତେଣୁ ଏଇଟା ଗୋଟେ ସରଳ ବାକ୍ୟ। ଯୌଗିକ ବାକ୍ୟ କହିଲେ ଯେ ମାନେ ସେଥିରେ ଏକ ବା ଏକାଧିକ ସମାପିକା କ୍ରିୟା ଥିବ, ତାକୁ ଯୌଗିକ ବାକ୍ୟ ବୋଲି କୁହାଯାଏ। ଦେଖ, ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟ ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ। ପବିତ୍ର ପହଞ୍ଚିଲା ମାନେ ଏଇଟା ଗୋଟେ ସମାପିକା କ୍ରିୟା, ପହଞ୍ଚିଗଲା ସିଏ। ସୁଷମା ଆସିଲା ଓ ଉଭୟ ମିଶି ପାଠ ପଢିଲେ। ଏଠି ଦେଖ, ଅଧିକ ସମାପିକା କ୍ରିୟା ଅଛି। ଏଠି ଓ ଦ୍ଵାରା ଏଇଟା ଯୋଡି ହଉଛି, ଅବ୍ୟୟପଦ ଦ୍ଵାରା, ଓ ଅବ୍ୟୟପଦ ଦ୍ଵାରା। ତେଣୁକରି ଏଇଟା ହଉଛି ଗୋଟେ ଯୌଗିକ ବାକ୍ୟ। ଦୁଇ ବା ତତୋଧିକ ସମାପିକା କ୍ରିୟା ଏଠି ଅଛି। ପବିତ୍ର ପହଞ୍ଚିଲା, ଆଉ ତ ପହଞ୍ଚି ଯାଇଛି, ତାର ସମାପିକା କ୍ରିୟା ଏଠି ହେଇଯାଇଛି। ପହଞ୍ଚିବା ଗୋଟେ ସମାପିକା କ୍ରିୟା। ସୁଷମା ଆସିଲା, ଉଭୟ ମିଶି ପାଠ ପଢିଲେ। ବୁଝିପାରିଲ? ଦୁଇ ବା ତତୋଧିକ ସମାପିକା କ୍ରିୟା ଅଛି ବାକ୍ୟରେ, ସେଥିପାଇଁ ୟାକୁ ଯୌଗିକ ବାକ୍ୟ କୁହାଯାଏ। ଜଟିଳ ବାକ୍ୟ। ବାପା ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ଘରେ ରତନ ନଥିଲା। ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମୟରେ ଜଟିଳ ବାକ୍ୟ ଗଠନ ହୁଏ। ବାପା କେବେ ଆଶା କରି ନଥିଲେ ଯେ ସନାତନ ଶ୍ରେଣୀରେ ପ୍ରଥମ ହେବ। ଦେଖ, ସେତେବେଳେ ରତନ ଘରେ ନଥିଲେ, ପ୍ରଥମ ବାକ୍ୟଟା ଦେଖ। ସେତେବେଳେ ରତନ ଘରେ ନଥିଲେ, ଏଇଟା ହଉଛି ପ୍ରଧାନ ବାକ୍ୟ। ଅଜା ଯେତେବେଳେ ଘରେ ପହଞ୍ଚିଲେ, ଏଇଟା ହଉଛି ଅପ୍ରଧାନ ବାକ୍ୟ। ମାନେ ମୁଖ୍ୟ ଜିନିଷ କଣ, ଯେ ଅଜା ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ଘରେ ରତନ ନଥିଲା। ତେଣୁକରି ଦୁଇ ବା ତତୋଧିକ ସାପେକ୍ଷ ଖଣ୍ଡ ବାକ୍ୟର ସମୟରେ ଜଟିଳ ବାକ୍ୟ ଗଠନ ହୁଏ। ବୁଝିହେଲା? ଏଇ ଯୋଉ ଜଟିଳ ବାକ୍ୟରେ ପ୍ରାୟ ଦେଖିବ ତମେ, ଏଠି ଅବ୍ୟୟପଦ ନଥାଏ, ଓ ଏବଂ ଏସବୁ ନଥାଏ। ମିଶ୍ର ବାକ୍ୟ କହିଲେ ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ର ବାକ୍ୟ ବୋଲି କୁହାଯାଏ। ଗୀତ, ବାଜା ଓ ନାଚ ଚାଲିବା ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଏଇଟା କଣ ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟ। ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ, ସରଳ ବାକ୍ୟ। ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ, ସରଳ ବାକ୍ୟ। ପ୍ରଥମ, ଦ୍ୱିତୀୟ, ତୃତୀୟ ବାକ୍ୟକୁ ଏକାଠି ମିଶାଇଲେ ହେବ। ଏଇଟା ହଉଛି ମିଶ୍ର ବାକ୍ୟ, ମାନେ ଗୋଟେ ସରଳ ବାକ୍ୟ, ଦିଟା ସରଳ ବାକ୍ୟ ମିଶିଛି, ଆଉ ଗୋଟେ ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟ ମିଶିଛି। ଗୀତ, ବାଜା, ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ। ବାକ୍ୟର ପ୍ରକାର୍ୟାତ୍ମକ ଦୃଷ୍ଟିରୁ ଆମେ ଦେଖିବା ଯେ ବିବୃତି ସୂଚକ ବାକ୍ୟ। ଏ ବର୍ଷ ପ୍ରବଳ ଶୀତ ହଉଛି, ଯେମିତି ଆମର ନ୍ୟୁଜ ଚ୍ୟାନେଲ ବାଲା କହନ୍ତି, ଏ ବର୍ଷ ପ୍ରବଳ ଶୀତ ହଉଛି। ଏଟା ଗୋଟେ ବିବୃତି ପ୍ରଦାନ କରାଯାଉଛି, ଗୋଟେ ବିବରଣୀ ପ୍ରଦାନ କରାଯାଉଛି। ତାକୁ ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରଦାନ କରୁଥିଲେ ବାକ୍ୟକୁ ବିବୃତି ସୂଚକ ବାକ୍ୟ ବୋଲି କୁହାଯାଏ। ଅନୁରୋଧ ବା ଆଦେଶ। ଆଜ୍ଞା ମତେ ଟିକେ ସାହାଯ୍ୟ କରନ୍ତୁ। ଏଇଟା କଣ, ଅନୁରୋଧ କରାହେଲା, ସାହାଯ୍ୟ କରନ୍ତୁ। ଘରଟାକୁ ସଫା କରିଦିଅ, ଆଦେଶ ଦିଆହେଲା। ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥିଲେ ବାକ୍ୟକୁ ଅନୁରୋଧ ବା ଆଦେଶ ସୂଚକ ବାକ୍ୟ ବୋଲି କୁହାଯାଏ। ପ୍ରଶ୍ନ ସୂଚକ, ତମେ କେବେ ଆସିଲ? ପ୍ରଶ୍ନବାଚୀ, କେବେ ଆସିଲ? ଆଜି କେତେ ତାରିଖ? କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ପ୍ରଶ୍ନ ସୂଚକ ବାକ୍ୟ କୁହାଯାଏ। ବିସ୍ମୟ ସୂଚକ ବାକ୍ୟ। ବିସ୍ମୟ ଭାବ ପ୍ରକାଶ କରୁଥିଲେ ତାକୁ ବିସ୍ମୟ ସୂଚକ ବାକ୍ୟ ବୋଲି କୁହାଯାଏ। ବାପା ଏତେ ଟଙ୍କା ଦେଲ? ବିସ୍ମୟ। ସତରେ ତମେ ଆସିଛ?
ଏଇଟା ଗୋଟେ ବିସ୍ମୟସୂଚକ ବାକ୍ୟ। ନାସ୍ତିସୂଚକ ବାକ୍ୟ। ଯେ ନାସ୍ତିର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ନାସ୍ତିସୂଚକ ବାକ୍ୟ ବୋଲି କୁହାଯାଏ। ରୀତା ଦ୍ୱାରା ଏ କାମ କେବେ ବି ହେବ ନାହିଁ। ତମର ନିୟମ ମୁଁ ପାଳି ପାରିବି ନାହିଁ। ଯୋଉଠି ନାହିଁ ଥିବ ସେଇଟା ହଉଛି ନାସ୍ତିସୂଚକ ବାକ୍ୟ। ଧନ୍ୟବାଦ। ବର୍ତ୍ତମାନ ସରିଗଲା।